ଲୋକସଭା ନିର୍ବାଚନ ଠିକ୍ ପୂର୍ବରୁ କେନ୍ଦ୍ର ସରକାର 10 କୋଟିରୁ ଅଧିକ ଚାଷୀକୁ ବଡ଼ ଭେଟି ଦେଇପାରନ୍ତି। ଖବର ଅନୁସାରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା କିସ୍ତିକୁ ବଢ଼ାଇ ପାରନ୍ତି। ପ୍ରତି ଚାଷୀକୁ ବାର୍ଷିକ 6,000ରୁ 8,000 ଟଙ୍କା କରାଯିବାର ସମ୍ଭାବନା ରହିଛି। ଏହା ବ୍ୟତୀତ କେନ୍ଦ୍ର ସରକାର ପିଏମ୍ ଗରିବ କଲ୍ୟାଣ ଅନ୍ନ ଯୋଜନାର ସଂଶୋଧନ ବଢ଼ାଇବା ଯୋଜନା କରୁଛନ୍ତି। ଏହା ସୂତ୍ରରେ ପିଏମ୍ କିଷାନ ସମ୍ମାନ ନିଧି କିସ୍ତି ବଢ଼ାଇବା ଏବଂ ପିଏମ୍ ଗରିବ କଲ୍ୟାଣ ଅନ୍ନ ଯୋଜନା ଉପରେ ଖୁବ୍ ଶୀଘ୍ର ନିଷ୍ପତ୍ତି ଦିଆଯିବ। କେନ୍ଦ୍ର ସରକାର 2024 ଫେବୃଆରୀ-ମାର୍ଚ୍ଚରେ ପିଏମ୍ କିଷାନ ଯୋଜନାରେ 16ତମ କିସ୍ତି ଜାରି କରିପାରନ୍ତି। ତେବେ ଏହା ଉପରେ ବର୍ତ୍ତମାନ ସୁଦ୍ଧା କୌଣସି ଘୋଷଣା ହୋଇନାହିଁ। 2023 ନଭେମ୍ବର 15ରେ କେନ୍ଦ୍ର ସରକାର ଏହି ଯୋଜନାର 15ତମ କିସ୍ତି ଜାରି କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ପିଏମ୍ କିଷାନ ଯୋଜନାରେ ପ୍ରତି ବର୍ଷ ଚାଷୀକୁ 6,000 ଟଙ୍କା ଦିଆଯାଇଥିବେ। ଏହି ରାଶିକୁ 2,000 ଲେଖାଏଁ 3 କିସ୍ତିରେ ଦିଆଯାଇଥାଏ। ଅନୁମାନ କରାଯାଇଛି କି କେନ୍ଦ୍ର ସରକାର ଆଭ୍ୟନ୍ତରୀଣ ବଜେଟରେ କିଛି ବଡ଼ ଘୋଷଣା କରିପାରନ୍ତି। ଅନ୍ୟପଟେ ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ଏକ ବୟାନରେ କହିଥିଲେ ଯେ ଚଳିତ ବଜେଟ୍ ମୁଖ୍ୟତଃ ଭୋଟ ଅନ୍ ଆକାଉଣ୍ଟ ରୂପେ କାମ କରିବ। ଏଭଳି ସ୍ଥଳେ ଲୋକଙ୍କୁ ଆକର୍ଷିତ କରିବା ପରି ଘୋଷଣା ହେବା ସମ୍ଭାବନା କମ୍ ରହିଛି। ଉଲ୍ଲେଖଯୋଗ୍ୟ ଯେ ଲୋକସଭା ନିର୍ବାଚନ ପୂର୍ବରୁ ଆଗତ କରାଯାଉଥିବା ବଜେଟକୁ ଅନ୍ତରୀଣ ବଜେଟ୍ କୁହାଯାଇଥାଏ। ଏହା